ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଆଶା କରୁଛି ଆପଣ ସମସ୍ତେ ଭଗବାନଙ୍କ ଦୟାରୁ ଭଲରେ ଥିବେ। ଆଜିର ଏହି ଭିଡ଼ିଓରେ ମୁଁ ଆପଣଙ୍କୁ 77ତମ ଗଣତନ୍ତ୍ର ଦିବସ ବା ସାଧାରଣତନ୍ତ୍ର ଦିବସ ଉପରେ ଓଡ଼ିଆ ଭାଷଣ କହିବାକୁ ଯାଉଛି। ତ ଚାଲନ୍ତୁ ଆରମ୍ଭ କରିବା ଆଜିର ଭିଡ଼ିଓ। ସମ୍ମାନନୀୟ ମୋର ପୂଜ୍ୟାସ୍ପଦ ଗୁରୁଜୀ ଗୁରୁମାବୃନ୍ଦ ତଥା ଉପସ୍ଥିତ ମୋର ଛୋଟ ବଡ଼ ଭାଇ ଓ ଭଉଣୀମାନେ, ପବିତ୍ର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଏହି ପବିତ୍ର ଦିବସରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଆଜି ହେଉଛି 77ତମ ସାଧାରଣତନ୍ତ୍ର ଦିବସ। ଆଜି ଆମେ 77ତମ ଗଣତନ୍ତ୍ର ବା ସାଧାରଣତନ୍ତ୍ର ଦିବସ ପାଳନ କରୁଛୁ। ଏହି ଅବସରରେ ମୁଁ ଦେଶ ପ୍ରତି, ମହାଭାରତୀୟ ଜାତି ପ୍ରତି ନମ୍ର କୃତଜ୍ଞତା ଜ୍ଞାପନ କରୁଛି। ଗଣ ଶବ୍ଦର ଅର୍ଥ ହେଉଛି ଲୋକମାନେ ଓ ତନ୍ତ୍ର ଅର୍ଥ ଶାସନ। ଆମେ ସମସ୍ତେ ଜାଣିଛେ ଆମ ଦେଶ 1947 ମସିହା ଅଗଷ୍ଟ 15 ତାରିଖ ଦିନ ସ୍ୱାଧୀନ ହେଲା। କିନ୍ତୁ 1950 ମସିହା ଜାନୁଆରୀ 26 ତାରିଖ ପର୍ଯ୍ୟନ୍ତ ଆମ ଦେଶରେ ଇଂରେଜ ପ୍ରଦତ୍ତ ଆଇନ କାର୍ଯ୍ୟକାରୀ ହୋଇଥିଲା। ଭାରତ ସ୍ୱତନ୍ତ୍ର ଆଇନ ଖସଡ଼ା ବା ସମ୍ବିଧାନ ସେତେ ଦିନ ଯାଏଁ ପ୍ରଣୀତ ହୋଇନଥିଲା। ସମସ୍ତେ ଅନୁଭବ କଲେ ଯେହେତୁ ଆମ ଦେଶ ସ୍ୱାଧୀନତା ହାସଲ କରିଛି, ଆମ ନିଜର ସମ୍ବିଧାନ ଅନୁସାରେ ଦେଶ ଶାସନ ହେବା ଉଚିତ। ସେଥିପାଇଁ ସମ୍ବିଧାନ ପ୍ରଣୟନ ସଂସ୍ଥା ପ୍ରତିଷ୍ଠିତ ହେଲା। ଏହାର ମୁଖ୍ୟ ଥିଲେ ଡକ୍ଟର ଭୀମରାଓ ଆମ୍ବେଦକର। ସେ ଥିଲେ ଭାରତୀୟ ସମ୍ବିଧାନର ଜନକ। ଦୀର୍ଘ 2 ବର୍ଷ 11 ମାସ 18 ଦିନ ପରେ ଆମ ଦେଶ ଆମ ଆଇନ ଅନୁଯାୟୀ ପରିଚାଳିତ ହେଲା। ସେହିଦିନ ଆମେ ସମ୍ପୂର୍ଣ୍ଣ ଭାବରେ ସ୍ୱାଧୀନତାର ମହୁ ଚାଖିଲୁ। ସେଥିପାଇଁ ଜାନୁଆରୀ 26କୁ ଆମ ଦେଶର ରାଷ୍ଟ୍ରୀୟ ପର୍ବ ଭାବେ ପାଳନ କରାଯାଏ। ହିମାଳୟରୁ କନ୍ୟାକୁମାରୀ, କାଶ୍ମୀର ଠାରୁ କର୍ଣ୍ଣାଟକ, ଇରମ ଠାରୁ ମାତାଲି, ହିନ୍ଦୁ ଠାରୁ ମୁସଲମାନ, ଜୈନ ଠାରୁ ଖ୍ରୀଷ୍ଟିଆନ, ଅମୀର ଠାରୁ ଫକୀର, ରାଜା ଠାରୁ ରଙ୍କ ସମସ୍ତେ ଏହି ପର୍ବକୁ ଆନନ୍ଦରେ ପାଳନ କରିଥାନ୍ତି। ଆମ ଘରେ ଯେପରି ପୂଜାପର୍ବାଣିରେ ପିଠାପଣା ପ୍ରସ୍ତୁତ ହୁଏ, ସାଧାରଣତନ୍ତ୍ର ଦିବସରେ ମଧ୍ୟ ସୁସ୍ୱାଦୁ ଖାଦ୍ୟ ତିଆରି ହୁଏ। ଦିଲ୍ଲୀର ଗେଟ୍ଠାରେ, ରାଜଧାନୀ ଭୁବନେଶ୍ୱର ରାଜରାସ୍ତାରେ ଜଳ, ସ୍ଥଳ, ବାୟୁସେନା, ଏନସିସି, ଅଗ୍ନିଶମ ବାହିନୀ ପକ୍ଷରୁ ମାର୍ଚ୍ଚ ପାଷ୍ଟ କରାଯାଏ। ସାରା ଦେଶର ବିଦ୍ୱାନ, ବୀର ସୈନିକ, ଦକ୍ଷ ପୋଲିସମାନଙ୍କୁ ଏହି ପବିତ୍ର ଦିବସରେ ପୁରସ୍କାର ଦିଆଯାଏ। ଗଣତନ୍ତ୍ର ଦିବସ କେବଳ ସାମୟିକ ଆନନ୍ଦଦାୟକ ଉତ୍ସବ ନୁହେଁ, ଏହା ଆମ ପାଇଁ ଆତ୍ମସମୀକ୍ଷାର ଦିବସ। ଏହି ଦିନ ଆମେ ଶପଥ ନେବା ଆମ ଦେଶକୁ, ଆମ ଭାଷାକୁ ସୁରକ୍ଷିତ ରଖିବା, ସମ୍ମାନ ଦେବା ଓ ଶ୍ରଦ୍ଧା କରିବା। ଆସନ୍ତୁ ବନ୍ଧୁଗଣ, ଆଜି ଆମେ ହାତକୁ ହାତ ମିଶାଇବା, ଏକ ସ୍ୱରରେ କହିବା, ଦୁର୍ନୀତିର ମୂଳୋତ୍ପାଟନ କରିବା, ବେକାରୀ ହଟାଇବା, ସନ୍ତ୍ରାସବାଦକୁ କବର ଦେବା। ତାହେଲେ ଜନରାଜ୍ୟ ଦିବସ ପାଳନର ପ୍ରକୃତ ଉଦ୍ଦେଶ୍ୟ ସଫଳ ସାଧିତ ହୋଇପାରିବ। 110 କୋଟି ଭାରତୀୟ ଯେଉଁଦିନ ଏକ ମନ ଏକ ପ୍ରାଣ ନେଇ ଭାରତର ଉନ୍ନତି ପାଇଁ ପ୍ରାଣପାତ କରିବାକୁ ଆଗେଇ ଆସିବେ, ସେହି ଦିନ ହିଁ ଗଣତନ୍ତ୍ର ଦିବସ ପାଳନର ପ୍ରକୃତ ମୂଲ୍ୟାୟନ ହୋଇପାରିବ। ଆଜିର ଛାତ୍ର ଆସନ୍ତାକାଲିର ନାଗରିକ। ଭାରତର ଶାସନ ଡୋରି ରହିବ ସେମାନଙ୍କ ହାତରେ। ଆଜି ଆମେ ଶପଥ ନେବା, ଭାରତକୁ ମହାନ କରି ଗଢ଼ିବା। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ବନ୍ଦେ ଉତ୍କଳ ଜନନୀ, ଜୟ ହିନ୍ଦ। ଆଶା କରୁଛି ଆପଣ ସମସ୍ତଙ୍କୁ ଆଜିର ଏହି ଓଡ଼ିଆ ଭାଷଣଟି ଭଲ ଲାଗିଥିବ। ଚ୍ୟାନେଲଟିକୁ ସବସ୍କ୍ରାଇବ ଏବଂ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ। ଧନ୍ୟବାଦ।